ଗୋଟିଏ ଜଙ୍ଗଲର ବରଗଛ ଡାଲରେ ଅନେକ ଗୁଡ଼ିଏ ବସା ତିଆରି ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ଘର କୁନି ଚଢ଼େଇର ଓ ଦ୍ୱିତୀୟ ଘର ରାନୀ ଚଢ଼େଇର ହୋଇଥାଏ ଏବଂ ତୃତୀୟ ଘର ଶୁଆ ଓ କାଉର ହୋଇଥାଏ। ଏମିତି ଭାବରେ ସେମାନେ ବହୁତ ଖୁସିରେ ଜୀବନଯାପନ କରୁଥାନ୍ତି। ଦିନ ବିତି ଯାଉଥାଏ। ଗୋଟିଏ ଦିନ କୁନି ଚଢ଼େଇର ଘରୁ କାନ୍ଦିବାର ସ୍ୱର ଶୁଣାଯାଏ। ତା ସ୍ୱାମୀ ତାକୁ ବହୁତ ଜୋରରେ ମାରି ଚାଲିଥାଏ। ମାରନି, ମତେ ମାରନି, ଛାଡ଼ିଦିଅ, ମୁଁ ଆଉ ବଞ୍ଚିବିନି। ସାଙ୍ଗମାନେ, କିଏ କୋଉଠି ଅଛ? ବଞ୍ଚାଅ ମତେ। କୁନି ଚଢ଼େଇର ସ୍ୱର ଶୁଣି କାଉ କହିଲା, ସାଙ୍ଗମାନେ, ତୁମେମାନେ ଶୁଣିପାରିଲ? କୁନି ଚଢ଼େଇର କାନ୍ଦିବାର ସ୍ୱର ଶୁଭା ଯାଉଛି। ଚାଲ ଆମେ ସମସ୍ତେ ଯାଇ ଦେଖିବା ପ୍ରକୃତରେ କ'ଣ ହେଇଛି। ଏମିତି ଭାବି କାଉ, ଶୁଆ ଓ ରାନୀ ଚଢ଼େଇ କୁନି ଚଢ଼େଇର ଘରକୁ ଯାଆନ୍ତି। ସେଠାରେ ଯାଇ ଦେଖିଲେ କୁନି ଚଢ଼େଇକୁ ତା ସ୍ୱାମୀ ବହୁତ ଜୋରରେ ମାରୁଛି। ବେଚାରୀ କୁନି ଚଢ଼େଇ କିଛି ସମୟ ପରେ ବେହୋସ ହୋଇଯାଏ। ଆଜି ତତେ ମାରି ମାରି ଜୀବନରୁ ମାରିଦେବି, ମୋର କିଛି ବି ଫରକ ପଡ଼ିବନି। କହିଲା କ'ଣ ନା ମତେ ଆଉ ଟଙ୍କା ଦେବନି, ମୁଁ ବି ଦେଖିବି କେମିତି ଦେବୁନି। ଏମିତି କହି କୁନି ଚଢ଼େଇର ସ୍ୱାମୀ ସେଠାରୁ ରାଗରେ ଚାଲିଯାଏ। କୁନି, ଉଠିଯା କୁନି, ତୋର କିଛି ବି ହବନି। ଆମେ ଅଛୁ ନା, ତୋ ସାଙ୍ଗମାନେ, ତୋର କିଛି ବି ହେବାକୁ ଦେବୁନି। ହେଲେ କୁନି ଜମାରୁ ଉଠି ନଥାଏ। ତାପରେ କାଉ କିଛି ପାଣି ଆଣି କୁନି ଉପରେ ଛିଞ୍ଚିବାକୁ ଲାଗେ। କିଛି ସମୟ ଅପେକ୍ଷା କଲା ପରେ ହୋସ୍ ଆସିଯାଏ। କିନ୍ତୁ କୁନିର ମୁଣ୍ଡରେ ବହୁତ ଜୋରରେ ଆଘାତ ଲାଗିଥିବାରୁ ତାର ସ୍ମରଣ ଶକ୍ତି ଚାଲି ଯାଇଥାଏ। ତାର ଆଗ କଥା କିଛି ବି ମନେ ପଡ଼ୁନଥାଏ। ମୁଁ ଏବେ କୋଉଠି? ଆଉ ତୁମେମାନେ କିଏ? ମତେ କ'ଣ ପାଇଁ ଏଠି ଆଣିକି ରଖିଛ? ମତେ ଛାଡ଼ିଦିଅ। ଯଦି ମୋର ଘରକୁ ଯିବା ଡେରି ହୋଇଯାଏ ତାହେଲେ ମୋ ସ୍ୱାମୀ ମତେ ବହୁତ ଜୋରରେ ମାରିବେ। ସାଙ୍ଗ, କୁନିର କ'ଣ ହେଇଛି? ସେ ଏମିତି କ'ଣ କଥାବାର୍ତ୍ତା କରୁଛି? ମତେ ଭାରି ଜୋରରେ ଡର ମାଡ଼ୁଛି ସାଙ୍ଗ। ଆମେ ଏବେ କ'ଣ କରିବା? ତୁ ଜମା ବି ଚିନ୍ତା କରନା। କୁନିର ମୁଣ୍ଡରେ ବହୁତ ଜୋରରେ ଆଘାତ ଲାଗିଛି, ସେଇଥିପାଇଁ ତାର ଆଗ କଥା ମନେ ପଡ଼ୁନି। ହେଲେ ଆମେ ସମସ୍ତେ ମିଶି ତାର ସେବା କରିବା ଆଉ ତାକୁ ପୁରାପୁରି ଭଲ କରିବା। ଏମିତି ଭାବରେ ସବୁ ସାଙ୍ଗ କୁନିର ସେବା କରନ୍ତି ଆଉ ତାକୁ ଭଲ କରନ୍ତି। ଏମିତି ଅନେକ ଦିନ ବିତିଯାଏ। ଗୋଟିଏ ଦିନ କୁନି ତା ବସାରେ ଶୋଇଥାଏ। ତାର ଦୁଷ୍ଟ ସ୍ୱାମୀ ପୁଣି ଆସି ପହଞ୍ଚିଯାଏ ଆଉ କୁନିକୁ ରେଲୱେ ଷ୍ଟେସନ ଆଡ଼କୁ ଜୋର ଜବରଦସ୍ତି ନେଇଯାଏ। କୁନି ବହୁତ ଚିତ୍କାର କରେ, ହେଲେ ଅନେକ ରାତି ହୋଇଯାଇଥିବା କାରଣରୁ ତାର ସମସ୍ତ ସାଙ୍ଗ ଶୋଇଯାଇଥାନ୍ତି। କେହି ବି ତା ଚିତ୍କାର ଶୁଣିନଥାନ୍ତି। ତାପରେ କୁନିର ସ୍ୱାମୀ କୁନିକୁ ସେଠାରେ ବାନ୍ଧିକି ପକାଇଦିଏ। ଏତିକି ବେଳେ ଟ୍ରେନ ଆସିଯାଏ। ତାପରେ କୁନି ଚାଲାକ ହେଇକି ରେଲର ଫାଟ ଭିତରେ ଶୋଇଯାଏ ଆଉ ତାର ଜୀବନ ବଞ୍ଚିଯାଏ। ଏତିକି ବେଳେ ତାର ସମସ୍ତ ସାଙ୍ଗ ଆସି ପହଞ୍ଚି ଯାଆନ୍ତି। ସାଙ୍ଗ, ତୁ ଭଲ ଅଛୁ ନା? ତୋର କିଛି ହେଇନି ତ? ଆମର ଆସିବା ବହୁତ ଡେରି ହୋଇଯାଇଛି। ନା ସାଙ୍ଗମାନେ, ତମେ ଏମିତି କୁହନି। ମୋର ଭାଗ୍ୟ ହିଁ ଖରାପ, ସେଇଥିପାଇଁ ମୋ ସହିତ ଏମିତି ହେଇ ଚାଲିଛି। କୁନି, ମତେ ତୁ କ୍ଷମା କରିଦେ। ମୋର ବଡ଼ ଭୁଲ ହେଇଯାଇଛି। ମୁଁ ଏମିତି ଭୁଲ ଜମା ବି କରିବିନି। ଛି, ମତେ କହିବାକୁ ଲାଜ ଲାଗୁଛି ଯେ ତୁମେ ମୋର ସ୍ୱାମୀ। ଆଜିଠୁ ତୁମ ସହିତ ମୋର କୌଣସି ବି ସମ୍ପର୍କ ନାହିଁ। ଚାଲ ସାଙ୍ଗମାନେ, ଆମେ ଏଇ ଜଙ୍ଗଲ ଛାଡ଼ି ଦୂର ଗୋଟିଏ ଜଙ୍ଗଲକୁ ଚାଲିଯିବା। ମୁଁ ଏମିତିକା ଲୋକ ସହିତ ଜମାରୁ ବି ରହିପାରିବିନି। ଏମିତି କହି କୁନି ଓ ତା ସାଙ୍ଗମାନେ ଅନେକ ଦୂରକୁ ଚାଲିଯାଆନ୍ତି। ଏପଟେ କୁନିର ସ୍ୱାମୀ ତା ଭୁଲ ବୁଝିପାରିଲା ଆଉ କାନ୍ଦିବାକୁ ଲାଗିଲା।